ଭାତ ଯଦି କେବେ ଯାଇଥିବ ବଳି ଏମିତି ଥରେ ବନାନ୍ତୁ ଚଟପଟା ଥାଳି। ଲାଗିବ ଖଟା ରାଗ ଲୁଣି ତା ସାଥିରେ ଖଟା ମିଠା ଦହି ସପୁରି ଜମିଯିବ ପୁଣି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାତ୍ର 10 ମିନିଟ୍ ଭିତରେ ଚଟପଟା ସଜନା ଶାଗ ଭାତ ସହିତ ଖଟା ମିଠା ଦହି ସପୁରି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ସଜନା ଶାଗ ଭାତ ସିଏ ବି ପୁଣି ପୁରା ଚଟପଟା, ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦ ଆପଣମାନଙ୍କ ପାଇଁ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ପ୍ରଥମେ ଆମେ ଦହି ସପୁରି ପ୍ରସ୍ତୁତ କରିବା। ଦହି ସପୁରି ପାଇଁ ଆମେ ନେବା ପାଚିଲା ସପୁରି। ଆପଣମାନେ ଦହି ସପୁରି କହିପାରିବେ ବା ଦହି ପାଚିଡ଼ି କହିପାରିବେ। ଖାଇବାକୁ ବେଶ ସୁଆଦିଆ ଲାଗିଥାଏ। ଆପଣମାନେ ଅରୁଆ ଭାତ ସହିତ ବି ଖାଇପାରିବେ, ବଢ଼ିଆ ଲାଗିବ। ପ୍ରଥମେ ଆମେ ସପୁରିର ଉପର ଭାଗଟିକୁ କାଟି ସାରିବା ପରେ ମଝିରୁ 2 ଖଣ୍ଡ କରିକି କାଟିଦେବା। ଆଉ ତାପରେ ଆମେ ଏଠି ଫାଳେ ସପୁରିରେ ପ୍ରସ୍ତୁତ କରିବା ଦହି ସପୁରି। ଏଠି ଦେଖନ୍ତୁ କେତେ ବଢ଼ିଆ ପାଚିଛି ଆଉ ରଙ୍ଗ ବି କେତେ ସୁନ୍ଦର ଆସିଛି। ଏବେ ଆମେ ତାର ଚାରିପଟେ ଯେଉଁ ଟିକେ କଣ୍ଟା କଣ୍ଟା ପରି ଦେଖାଯାଏ ତାକୁ ଭଲ ଭାବରେ କାଟିକି ତାର ଚୋପାକୁ ଛଡ଼େଇଦେବା। ବିଲକୁଲ ଟିକେ ବି ଚୋପା ରଖିବେନି, ଭଲ ଭାବରେ ତାକୁ ଏମିତି ଚୋପାକୁ ଛଡ଼େଇ ଦେଲା ପରେ ତାପରେ ଆମେ ମଝିରୁ 2 ଖଣ୍ଡ କରିକି କାଟିବା। ସପୁରି କାଟିଲା ବେଳେ ଆପଣମାନେ ଚାରିପଟୁ ଭଲ ଭାବରେ ନିହାତି ସଫା କରିବେ। ତାପରେ ଦେଖିବେ ମଝିରେ ଗୋଟେ ଟାଣ ଅଂଶ ଥାଏ, ସେ ଟାଣ ଅଂଶଟିକୁ ବି କାଢ଼ିକି ବାହାର କରିଦେବେ। ତାପରେ ଆମେ ଛୋଟ ଛୋଟ ଖଣ୍ଡ କରିକି ନେବା ସପୁରିକୁ। ଯେହେତୁ ସପୁରି ଏଠି ଭଲ ଭାବରେ ପାଚି ଯାଇଛି ଆମେ ତାକୁ ଛୋଟ ଛୋଟ ଖଣ୍ଡ କରିକି କାଟିକି ତାପରେ ଯେତେବେଳେ ଆମେ ପ୍ରସ୍ତୁତ କରିବା ଏଥିରେ ରେସିପି, ଯେକୌଣସି ରେସିପି ବହୁତ କମ୍ ସମୟରେ ପ୍ରସ୍ତୁତ ହେଇଯିବ। ମାତ୍ର 5 ମିନିଟ୍ ସମୟ ଲାଗିବ ଏଇ ଦହି ସପୁରି ବା ସପୁରି ପାଚିଡ଼ି ପ୍ରସ୍ତୁତ କରିବା ପାଇଁ। ଏଠି ଦେଖନ୍ତୁ ମୁଁ ଫାଳେ ସପୁରିକୁ ପୁରା ଛୋଟ ଛୋଟ ଖଣ୍ଡ କରିକି କାଟିକି ନେଇଯାଇଛି। ଏବେ ଆମେ ଦହି ସପୁରି ପାଇଁ ନେବା ଗୋଟେ ବହୁତ ବଢ଼ିଆ ମସଲା। ସେଥିପାଇଁ ନେବା ନଡ଼ିଆ କିଛି, ଜିରା ଗୋଟେ ଛୋଟ ଚାମଚ, ସୋରିଷ ଗୋଟେ ଛୋଟ ଚାମଚ, ଅଦା ଗୋଟେ ଛୋଟ ଖଣ୍ଡ ବା ଅଧା ଇଞ୍ଚର ଖଣ୍ଡେ ଅଦା, ଆଉ କିଛି କଞ୍ଚା ଲଙ୍କା ଆଉ ଅଳ୍ପ ଟିକେ ପାଣି, ବେଶୀ ପାଣି ଦେବାନି, ବହୁତ କମ୍ ପାଣି ଦେଇକି ପୁରା ଚିକ୍କଣ କରିକି ବାଟିଦେବା। ଏଠି ଦେଖନ୍ତୁ ପୁରା ଚିକ୍କଣ ପେଷ୍ଟ କରିବେ। ଏଇ ମସଲାରେ ଆମେ ପ୍ରସ୍ତୁତ କରିବା ଆଜିର ଦହି ସପୁରି। ସେଥିପାଇଁ ଆମେ କଡ଼େଇକୁ ବସେଇଦେବା ମିଡ଼ିୟମ୍ ଫ୍ଲେମ୍ରେ। ଆମେ ଏଠି ତେଲ ବିଲକୁଲ ଦେବାନି। ପ୍ରଥମେ ସପୁରିକୁ ଲୁଣ ଆଉ ହଳଦୀ ସହିତ ସିଝେଇବା। ସପୁରି ଆଉ ଲୁଣ ହଳଦୀ ଦେଇସାରିବା ପରେ 2 ବଡ଼ ଚାମଚ ପାଣି ଦେଇକି ଭଲ ଭାବରେ ଗୋଳେଇକି ତାକୁ ଏବେ ଘୋଡ଼େଇକି ଛାଡ଼ିଦେବା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମାତ୍ର 3-4 ମିନିଟ୍ ପାଇଁ ଘୋଡ଼େଇ ଦେବା ଫଳରେ ଏଇ ସପୁରି ବଢ଼ିଆ ଭାବରେ ସିଝିଯିବ। ଯେହେତୁ ଆମେ ଛୋଟ ଛୋଟ ଖଣ୍ଡ କରିକି କାଟିଛେ, ଏଠି ଦେଖନ୍ତୁ ସପୁରି 4 ମିନିଟ୍ ଭିତରେ ବଢ଼ିଆ ଭାବରେ ସିଝିଗଲାଣି। ଏବେ ଆମେ ଯେଉଁ ମସଲା ବାଟିକି ରଖିଥିଲେ ନଡ଼ିଆ, ଜିରା, ସୋରିଷ, ଅଦା, ଲଙ୍କା, ତାକୁ ଏଠି ଦେଇକି ଆଉ 2 ମିନିଟ୍ ପାଇଁ ଫୁଟେଇଦେବା। ତାପରେ ଏଠି ଦେଖନ୍ତୁ ସପୁରି ତ ଏଠି ବଢ଼ିଆ ଭାବରେ ସିଝିଗଲାଣି। ତାପରେ ଆମେ ପକେଇବା ଗୁଡ଼। ସପୁରି ଯେହେତୁ ମିଠା ଅଛି ମୁଁ ଏଠି 2 ବଡ଼ ଚାମଚ ଗୁଡ଼ ନେଇଛି। ଆପଣମାନେ ଯେତିକି ମିଠା ଖାଉଥିବେ ସେଇ ଅନୁସାରେ ଆପଣମାନେ ଗୁଡ଼ ପକେଇବେ। ଗୁଡ଼ ପକେଇ ସାରିବା ପରେ ଭଲ ଭାବରେ ଗୋଳେଇକି ଆଉ 1 ମିନିଟ୍ ପାଇଁ ବଢ଼ିଆ ଭାବରେ ଫୁଟେଇ ଦେବେ। ଗୁଡ଼ ପଡ଼ି ସାରିବା ପରେ ଟିକେ ପାଣିଆ ହେଇଯିବ। ଏଇ ପାଣିଟା ଶୁଖିବା ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଆଉ 1 ମିନିଟ୍ ପାଇଁ ଯେତେବେଳେ ଆପଣମାନେ ଟିକେ ଏପଟ ସେପଟ କରିଦେବେ, ତାପରେ ଟିକେ ହାଲକା ଶୁଖିଲା ଶୁଖିଲା ହେଇଯିବ। ତାପରେ ଆପଣ ସପୁରିକୁ ପୁରା ଥଣ୍ଡା କରିଦେବେ। ଏଠି ଦେଖନ୍ତୁ ସପୁରି ପୁରା ଥଣ୍ଡା ହେଇଯାଇଛି। ଥଣ୍ଡା ହେଇସାରିବା ପରେ ଆମେ ଏଥିରେ ବସା ଦହି ପକେଇବା। ଏଠି ଆମେ ତାଜା ଦହିର ବ୍ୟବହାର କରିବା। ଆପଣମାନେ ବିଲକୁଲ ଖଟା ଦହି ଏଥିରେ ନେବେନି। ତାଜା ଦହି ଥିବ ଆଉ ସପୁରି ହାଲକା ଖଟା ମିଠା ହେଇକି ଥିବ। ଆଉ ଏଥିରେ ଆମେ ଗୁଡ଼ ବି ପକେଇଛେ, ବହୁତ ବଢ଼ିଆ ଲାଗିବ। ପୁରା ତାଜା ଦହି ନେବେ, ବିଲକୁଲ ଖଟା ଲାଗିବନି। ଦେଖନ୍ତୁ ଆମେ ଯେତେବେଳେ ଦହି ପକେଇକି ଗୋଳେଇ ଦେବା ତାର ରଙ୍ଗଟା ଟିକେ ବଦଳି ଯାଇଛି ଆଉ କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଏଇ ଯେଉଁ ଦହି ସପୁରିରେ ଆମେ ଗୋଟେ ଛୁଙ୍କ ଲଗାଇବା। ସେଥିପାଇଁ ଆମେ 1 ଚାମଚ ନେବା ତେଲ, ଆଉ 1 ଛୋଟ ଚାମଚ ଜିରା, 1 ଛୋଟ ଚାମଚ ସୋରିଷ, ବିରି ଡାଲି, ଶୁଖିଲା ଲଙ୍କା ଆଉ ଟିକେ ହେଙ୍ଗୁ, ଏସବୁକୁ ଭଲ ଭାବରେ ଟିକେ ଭାଜିଦେବା। ତାପରେ କିଛି ଭୃସଙ୍ଗ ପତ୍ର ପକାଇଦେବା। ଭୃସଙ୍ଗ ପତ୍ର ନିଶ୍ଚୟ ପକାଇବେ, ବହୁତ ବଢ଼ିଆ ଲାଗିବ। ତାପରେ ଚୁଲିରୁ କାଢ଼ି ସାରିକି ଅଳ୍ପ ଟିକେ ଲଙ୍କା ଗୁଣ୍ଡ ପକାଇଦେବା, ଯାହାର କି ରଙ୍ଗ ବହୁତ ବଢ଼ିଆ ଆସିବ। ଛୁଙ୍କକୁ ଆମେ ଦହି ସପୁରିରେ ଦେଇକି ଟିକେ କଡ଼କୁ ରଖିଦେବା। ଏବେ ପ୍ରସ୍ତୁତ କରିବା ସଜନା ଶାଗରେ ଚଟପଟା ଭାତ।
आपण मैंने थरे निश्चय एमिति बनातु एते एते बढ़िया लगे आपण मैंने सब बेले जानी शुणिकी बड़का भात रखिकी एमिति प्रस्तुत करेंगे। आउ जानी एमिति जदि थरे प्रस्तुत करदेवे आपण मैंने मासेरु 2 मास पर्यंत आपको रखिपारे स्टोर करिकी जेते बेले चाहिए सेते बेले मात्र 5 मिनिट भितर प्रस्तुत करें यही सजना सागर चटपटा भात। आपण मैंने तो समस्ते जानते साग भितर सजना सागर केते गुण अच्छी देह पाई केते भल। सजना साग को आम प्रथमे भल भाव बाछीदेवा जमी किसी भी डांग नथिबो बड़ा भाव खाली साग साग बाछिकी ताको भल भाव धोईदेवा। धोई सारिबा परे ताको गोटे सूता कपड़ारे खेलैकी रखिकी ताको बढ़िया भाव पोछीदेवा जेमिति सजना सागरे किछि पानी अंश न रुहे। आउ जदि पारिबे गोटे घंटा पाई पंखा तले मध्य रखिदेबे जहा फଳରେ कि सजना साग पूरा सुखिला हो जिवो उपरु किंतु खरारे बिल्कुल रखिबेनी। एबे आमे गोटे कड़ाई को मीडियम फ्लेम रे बसैदेवा नवा गोटे चामच तेल 2 बड़ चामच नवा चीना बादाम 2 बड़ चामच बुट डाली 2 बड़ चामच नवा बिरी डाली गोटे बड़ चामच नवा धनिया एमिति गोटा धनिया नेबे धनिया गुंड बिल्कुल नेबेनी। ता सहित गोटे छोट चामच नवा जीरा आउ गोटे छोट चामच नवा सोरिष यही सब को दे सारिबा परे किछि सुखिला लंका मध्य दबा। आपण माने जेतिकी राग खाउथांती सेही अनुसार सुखिला लंकार व्यवहार करिवे। मु एठी 7-8टी सुखिला लंका को छोट छोट खंड करके एठी पके दीची एमिति छोट छोट खंड करके भाजिले एही सब मसला सहित लंका बढ़िया भाव में भाजी हे जिवो। एठी देखंतु जेहेतु आमे एई जो मसला गुंडटी प्रस्तुत करिबा ताकू आमे 2 मास पर्यंत रखिबा स्टोर करके सेथि पई ताकू भल भाव में भाजिबे। लो टू मीडियम फ्लेम रे आमे 5 रु 7 मिनिट पई भल भाव में भाजीदेवा जहा फଳରେ कि चीना बादाम बुट डाली सब बढ़िया भाव में भाजी हो तापर तेंतुली पकईकी ताकू गोलैकी रखिदेवा टिके कड़क। यही सब जिनस ठंडा हवा भितर आमे पुणी थे लो टू मीडियम फ्लेम करके कड़ाई को बसईदेवा से दबा गोटे चामच तेल आउ किछि भृसंग पत्र मुठी गोटे मुठा भृसंग पत्र को भल भाव में धोईकी कपड़ारे पोछि देइथिली। भृसंग पत्र दे सारिबा परे आमे जो सजना साग को पंखा तले सुखैकी रखिथिले पूरा देखंतु सुखिला हो जाइछि। एबे भृसंग पत्र आउ ए सजना साग को भल भाव में भाजिबा पूरा कम जाल करके भाजिबे 5-7 मिनिट समय लागिबो। जेतेबेले देखिबे पत्र पूरा धरिले पूरा चूरी हो जाउची बा क्रिस्पी हो जाउची सेही पर्यंत बढ़िया भाव में भाजिबे कहीं ना आमे जो मसलाटी प्रस्तुत करिबा ताको 2 मास पर्यंत जेहेतु स्टोर करिबा ताको भल भाव में भाजिबा निहाती जरूरी। सेही भितर देखंतु आमे जो प्रथमे भाजी थिले सबु मसला ताकू एबे गुंड करदेबा जेहेतु ठंडा हो गलानी। एबे आमे सेथिरे दबा आधा छोट चामच हळदी गुंड स्वाद अनुसार देदेबा लुण जेहेतु मुझे अधिक परिमाणर प्रस्तुत करुच्ची से अधिक लुण पकईची एमती सब देकी ताको बढ़िया भाव में दरदर गुंड करेंगे बिल्कुल फाइन पाउडर करवानी। एठी देखंतु पूरा हाथ में धरला बेल को पूरा दरदर खंड होकी जमीती रही सेमिति गुंड करेंगे आ बहुत बढ़िया बास्ना आसूची आ स्वाद बहुत बढ़िया रहिबो। एमिति थरे निश्चय बनातु। एमिति दरदर गुंड कर सारिबा परे आमे जो भृसंग पत्र और सजना साग को भाजिकी रखिथिले ताकू मध्य एठी देदेबा। ता सहित आमे टिके अधिक रसुण पकेके गुंड करबा आ रसुण को बिल्कुल भाजिबेनी एमिति कंचा पकेबे। विश्वास करंतु 2 मास पर्यंत बिल्कुल खराब होबनी जेहेतु आमे एथिरे तेंतुली पकेइचे आ जेतेबेले रसुण पकेबे केवल तार कोला गुड़िक बाहर करके पकेबे चोपा छड़ेबेनी। चोपा लगा रसुण कोला को एठी देकी पुणी थरे आमे भल भाव में ग्राइंड करदेबा बा गुंड करदेबा। एठी देखंतु केते सुंदर रंग आसीची जेहेतु आमे सजना साग ता सहित भृसंग पत्र पकेइचे रंगटा टिके हल्का ग्रीन कलर आसूची आ बास्ना बहुत बढ़िया होची। ता सहित आमे जो रसुण पकेइचे रसुणर बास्ना भी बहुत बहुत बढ़िया। जदि आपण माने रसुण खाऊ नथिबे ताहले रसुण को स्किप करि परिबे। एठी देखंतु पूरा दरदर गुंड होइकी हेची एमिति दरदर गुंड करके प्रस्तुत करिवे। एई मसला गुंड को आपण माने एयर टाइट कंटेनर रे हो किंबा काच बोतल रे आपण माने रखी परिबे 2 मास पर्यंत फ्रिज रे बाहर बिल्कुल रखिबेनी फ्रिज रे रखिबे। जदि बाहर रखिबे ताहले गोटे मास पर्यंत आपण माने व्यवहार करि परिबे। आउ जदि एई गुंडटी को करिकि रखिथिबे मात्र 5 मिनिट भितरे प्रस्तुत करि परिबे चटपटा सजना भात। तेबे आसंतु आमे कोन करबा ना लो टू मीडियम फ्लेम रे कड़ाई को बसई देबा गोटे चामच दे देबा तेल सेथिरे देबा गोटे बड़ चामच चीना बादाम गोटे बड़ चामच काजू
ଚିନା ବାଦାମ କାଜୁ ଟିକେ ହାଲକା ଭାଜି ହେଇଗଲା ପରେ ଆମେ ନେବା ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ସୋରିଷ, ବିରି ଡାଲି ଆଉ ବୁଟ ଡାଲି ଗୋଟେ ଚାମଚ ଲେଖେ ଛୋଟ ଚାମଚ। ତାପରେ ଟିକେ ହେଙ୍ଗୁ ଦେଇଦେବା ଭଲ ବାସ୍ନା ପାଇଁ। ଏସବୁକୁ ମାତ୍ର 1 ମିନିଟ୍ ପାଇଁ ଟିକେ ଭଲ ଭାବରେ ଭାଜିଦେବା, ଯାହାଫଳରେ କି ଜିରା ସୋରିଷ ଟିକେ ଭଲ ଭାବରେ ଫୁଟିଯିବ, ଆଉ ସବୁ ଜିନିଷ ବଢ଼ିଆ ଭାବରେ ଭାଜି ହେଇକି ଟିକେ କ୍ରଞ୍ଚି ହେଇଯିବ। ତାପରେ ଆମେ ପକାଇବା କିଛି ଭୃସଙ୍ଗ ପତ୍ର, ଟିକେ ଭୃସଙ୍ଗ ପତ୍ର ଅଧିକ ପକାଇବେ, ଆଉ କଞ୍ଚା ଲଙ୍କା 3-4ଟାକୁ ଏମିତି ମଝିରୁ ଚିରିକି ପକାଇବେ, ଯାହାଫଳରେ କି ପୁରା ଟିକେ ରାଗ ରାଗ ହୋଇକି ରହିବ, ବଢ଼ିଆ ଲାଗିବ। କଞ୍ଚା ଲଙ୍କା ଭୃସଙ୍ଗ ପତ୍ର ପକାଇକି ଭଲ ଭାବରେ ଏବେ ଗୋଳେଇ ଦେବା। ଏଠି ଦେଖନ୍ତୁ ଏଇ ଯେଉଁ ପ୍ରସ୍ତୁତ କଲେ ଆମେ କଞ୍ଚା ଲଙ୍କା ଭୃସଙ୍ଗ ପତ୍ର ଏଇସବୁ ବଢ଼ିଆ ଭାବରେ ଭାଜି ହେଇଗଲାଣି। ଭାଜି ହେଇଗଲା ପରେ ମୁଁ ଏଠି ନେଇଛି 3-4 ବଡ଼ ଚାମଚ ସଜନା ଶାଗ ମସଲା ଗୁଣ୍ଡ, ଯେଉଁ ଗୁଣ୍ଡଟିକୁ ଆମେ ପ୍ରସ୍ତୁତ କରିଥିଲେ। ଯେହେତୁ ମୁଁ ଟିକେ ଭାତ ଅଧିକ ନେଇଛି, ସେଥିପାଇଁ ମୁଁ ଅଧିକ ପରିମାଣର ଗୁଣ୍ଡ ଏଠି ବ୍ୟବହାର କରୁଛି। ଆପଣମାନେ ଭାତର ପରିମାଣ ଦେଖିକି ଏଇ ମସଲା ଗୁଣ୍ଡର ବ୍ୟବହାର କରିବେ। ଏବେ ଆମେ ଦେଇଦେବା ବଳକା ଭାତ। ଏଇ ମସଲା ଗୁଣ୍ଡକୁ ମାତ୍ର ଟିକେ ଖାଲି 30 ସେକେଣ୍ଡ ମିଶାଇ ଦେବେ। ତାପରେ ଭାତ ଦେଇକି ଭଲ ଭାବରେ ଗୋଳେଇ ଦେବେ। ତାପରେ ଦେଇଦେବେ ସ୍ୱାଦ ଅନୁସାରେ ଲୁଣ, କିଛି କଟା ଧନିଆ ପତ୍ର। ପୁରା ଗୋଟି ଗୋଟି ହେଇକି ରହିବ ଏ ଭାତ, ବହୁତ ବଢ଼ିଆ ଲାଗିବ, ଆଉ ଟିକେ ଚଟପଟା ହେଇକି ରହିବ। ଯେହେତୁ ଆମେ ତେନ୍ତୁଳି ଟିକେ ଅଧିକ ପକାଇଛେ, ପୁରା ସୁଆଦିଆ ଲାଗିବ। କଞ୍ଚା ଲଙ୍କା ଟିକେ ରାଗ ରାଗ ଲାଗୁଥିବ, ତା ସହିତ ଆମେ ଯେଉଁ ଚିନାବାଦାମ କାଜୁ ଏସବୁର ବ୍ୟବହାର କରିଛେ, ପୁରା କ୍ରଞ୍ଚି ହେଇକି ରହିବ, ବହୁତ ବଢ଼ିଆ ଲାଗିବ। ସ୍ୱାଦ ପୁରାପୁରି ଜବରଦସ୍ତ। ଆପଣମାନେ ଯାହାକୁ ବି ଦେବେ ଖାଇବାକୁ ସେ ବିଲକୁଲ ଜାଣିପାରିବେନି ସଜନା ଶାଗରେ ପ୍ରସ୍ତୁତ ହେଇଛି ବୋଲି। ଏମିତି ଥରେ ବନାନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିବ। ମାତ୍ର 10 ମିନିଟ୍ ଭିତରେ ଆମର ପ୍ରସ୍ତୁତ ହେଇଯାଇଛି ସଜନା ଶାଗର ଚଟପଟା ଭାତ ସହିତ ଦହି ସପୁରି, ଯାହାକି ଯେତିକି ସ୍ୱାସ୍ଥ୍ୟକର ତାଠୁ ଅଧିକ ସ୍ୱାଦିଷ୍ଟ।